Hey everyone, good evening. I hope ଆପଣ ସମସ୍ତେ ଭଲରେ ଥିବେ। ଫିଲହାଲ ମୁଁ ବହୁତ ଲେଟ୍ ହେଇଗଲିଣି। ମୋତେ ନିଦ ବି ଲାଗୁଛି ପ୍ଲସ୍ କାମ ବି ବହୁତ ଅଛି କାହିଁକିନା ହାତରେ ମାତ୍ର ଆଉ 4 ଘଣ୍ଟା ଅଛି। 4 ଘଣ୍ଟା ପରେ ଆମ ଘରକୁ ଆସୁଛନ୍ତି କିଏ ମୁଁ ନିଶ୍ଚୟ ସେୟାର କରିବି। ଏବେ ତ ମୁଁ ଫ୍ରେଶ୍ ହେଇସାରିଛି ବଟ୍ କାମ ମୋର ଏବେ ଷ୍ଟାର୍ଟ ହେଇଯିବ। ଆଜି ଆମ ଘରକୁ ଯିଏ ବି ଆସୁଛି ସେ ମୋ ଫ୍ୟାମିଲିର ବହୁତ ଖାସ୍ ପର୍ସନ୍, ଯେଉଁଟାକି ଆପଣମାନଙ୍କ ସାଙ୍ଗରେ ନିଶ୍ଚୟ ମୁଁ ସେୟାର କରିବି ବ୍ଲଗ୍ରେ। ବଟ୍ ସେମାନଙ୍କ ତ ଆସିବା ଟାଇମ୍ ହେଇନି, ତାଙ୍କ ଟାଇମ୍ ଆସିବା ଟାଇମ୍ ଯେତେବେଳେ ହେବ ଆଇ ହୋପ୍ ମୋ କାମ ସେତେବେଳେ ତକ ସରିଯାଇଥିବ। ଦେନ୍ ଆପଣଙ୍କ ସାଙ୍ଗରେ ମୁଁ ତାକୁ ମିଟ୍ କରେଇବି। ଆପଣ ତାପରେ କହିବେ ସେ ଆମ ଲାଗି ଖାସ୍ କି ନୁହେଁ। କହିଲ କେମିତି ଘର ସତ୍ୟାନାଶ କରିଛି ଦେଖିବ। ଟୁଟୁ କମେ କେମିତି ସତ୍ୟାନାଶ କରିଛି ଦେଖିବ। ଦେଖନ୍ତୁ ସାଙ୍ଗମାନେ, ଆମ ବାବୁ ମୁଢି ଚୁଡା ସେ ଘର ସାରା ସେ କେମିତି ପକେଇଛି। ପାଇଲୁ ଇଆଡ଼େ ଆଣେ, ଏଇଠି ଆଣେ, ଇଆଡ଼େ ରଖିବୁ, ଆସେ ଏଇଠିକୁ ଆସେ, ରଖିବୁ ଏଇଠି ରଖ। ଆମ୍ବ କିଏ ଖାଇବ? କିଏ ଖାଇବ? ବିବି କିଏ ଏବେ? ଆୟୁଷ। ଆମ ବାବୁକୁ ଦେଖିବ କାଁ କରୁଛି। କରେ ତୁ ଏଠି କ'ଣ କରୁଛୁ? ମ୍ୟାଙ୍ଗୋ 1 2 3 କରୁଛୁ। ହଁ ସେ ଗିନାରେ ରଖେ ତଳେ ନାଇଁ ଗିନା ରଖେ, ଗିନାରେ ରଖିଦେ। ତୋର କ'ଣ କରୁଛୁ? ଗୋଟେ ଗୋଟେ ଗଣୁଛୁ। ହଁ ଗୋଟେ ଗୋଟେ ଗଣୁଛୁ। ଏ ଝୁଡ଼ିରେ ଢାଳି ଦେ, ଢାଳି ଦେ। ଏଥିରେ ରଖିଦେ ଏଥିରେ। ଇଏ ହଉଛି ଆମ ଘରର ଖାସ୍ ପର୍ସନ୍, ଯୋଉଟା କି ମୁଁ ଆପଣମାନଙ୍କ ସାଙ୍ଗରେ ଭେଟ କରେଇବି କହିଥିଲି, ମୋ ପୁତୁରା। ହାଇ କରିଦେ ତ ଟିକେ। ହାଇ ପୁଣି କାଢିଲା। ଦେ ମତେ ଦେ, ଗିଫ୍ଟ ମି, ମୋ ହାତରେ ଦେ। ହାଇ ମ୍ୟାଙ୍ଗୋ ଅଛି। କେତେ ମ୍ୟାଙ୍ଗୋ ଅଛି? ପ୍ରୀତି ବାବୁ ସାଙ୍ଗେ ଖେଳି ସାରିଲା ପରେ ମୁଁ ଟିକେ ବାରିଆଡେ ପଳେଇ ଆସିଛି ଆମର ଆମ୍ବ ଗଛ ଆଉ ପିଜୁଳି ଗଛ ପାଖକୁ। ଏଇଠି ଦେଖିପାରୁଥିବେ ପିଜୁଳି ବହୁତ ଛୋଟ ଛୋଟ ହେଇଛି, କିନ୍ତୁ ଛୋଟରୁ ସେ ପାଚି ଯାଉଛି, ତ ମୁଁ ଆସିଛି ତୋଳିବା ପାଇଁ। ପିଜୁଳି ତୋଳି ସାରିଲା ପରେ ମୁଁ ଚାଲିଲି ଆମ୍ବ ତୋଳିବା ଲାଗି। ବହୁତ ବାହାଦୁରୀ ମାରିକି ତ ପଳେଇ ଆସିଲି ଆମ୍ବ ତୋଳିବା ପାଇଁ, ବାକି ନିଜକୁ ପୁରା ଇଲାଷ୍ଟିକ ବାକି ଘିଚିକି ମୁଁ ଆମ୍ବ ଏଇଠି ତୋଳିଛି। ବହୁତ ବଡ଼ ବଡ଼ ଆମ୍ବ ହୁଏ ଏଇଠି ଆମ ଏଇ ଗଛଟାରେ। ମାତ୍ର 1 କେଜିରେ 3ଟା ଆମ୍ବ ଉଠେ, ମାନେ ଭାବି ପାରୁଥିବେ କେତେ ବଡ଼ ହେଇଥିବ। କିନ୍ତୁ ଖାଇବାର ଲାଗି ଘରେ କେହି ଲୋକ ନାହାନ୍ତି। ତାପରେ ସନ୍ଧ୍ୟାରେ ଟିକେ ବାହାରିଲୁ ଆମେ ବୁଲି ଯିବାର ଲାଗି। ମତେ ନେଚର ବହୁତ ପସନ୍ଦ, ତ ପ୍ରାକୃତିକ ଦୃଶ୍ୟ ଦେଖିବାର ଲାଗି ମୁଁ ଘରୁ ଟିକେ ପଳେଇ ଆସିଛି। ତ ଗଛ ଲତା ପାଣି ପାହାଡ ପାଖକୁ। ଏଇ ଜାଗାର ଦୃଶ୍ୟ ଦେଖିଲେ ମନ ପୁରା ଭରିଯାଏ, ଦିନ ସାରାର ପୁରା ଟେନସନ ଥରକରେ ଗାୟବ ହେଇଯାଏ। ଏଇଠି ସନଲାଇଟ ବହୁତ ବଢିଆ ପଡିଥାଏ, କିନ୍ତୁ ଏବେ ସନଲାଇଟ ତ ପଡିନି କାହିଁକିନା ପାଗ ଟିକେ ମେଘୁଆ ଅଛି ସେଥିଲାଗି। ଦିନ ସାରାର କାମ ବୁଲାବୁଲିରେ ମୁଁ ପୁରା ଟାୟାର୍ଡ ହେଇଯାଇଛି। ଏବେ ଚାଲିଲେ ଶୋଇବାର ଲାଗି। ଦେଖା ହବା ନେକ୍ସଟ ବ୍ଲଗରେ ପୁଣି। ଓକେ, ଗୁଡ୍ ନାଇଟ୍।